ବଳରାମ ଦାସ ଓ ଜଗନ୍ନାଥଙ୍କର ଗର୍ଭଭଞ୍ଜନ ନୀଳା। ଭକ୍ତ ବଳରାମ ଦାସ ଜଗନ୍ନାଥଙ୍କର ଅତି ପ୍ରିୟ ସାଧକ ଥିଲେ। ସେ ପ୍ରଭୁଙ୍କୁ ନିଜର ଆତ୍ମୀୟ ଭାବରେ ଦେଖୁଥିଲେ। ଥରେ ରଥଯାତ୍ରା ସମୟରେ ବଳରାମ ଦାସ ରଥ ଉପରକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଚାହୁଁଥିଲେ, କିନ୍ତୁ ମନ୍ଦିରର ପଣ୍ଡା ଓ ସେବକମାନେ ତାଙ୍କୁ ନିଜେ ନିମ୍ନ ଜାତିର ବ୍ୟକ୍ତି ଭାବି ରଥ ଉପରକୁ ଯିବାକୁ ଦେଲେ ନାହିଁ ଏବଂ ତାଙ୍କୁ ଅପମାନିତ କରି ଠେଲିଦେଲେ। ଏହି ଅପମାନରେ ବଳରାମ ଦାସ ଅତ୍ୟନ୍ତ ଦୁଃଖିତ ହେଲେ। ସେ ସେଠାକୁ ଯାଇ ସମୁଦ୍ର କୂଳରେ ଥିବା ଏକ ବାଲି ଗର୍ଭରେ ନିଜର ଦୁଃଖ ଜଣାଇବା ପାଇଁ ଏକ ବାଲିର ରଥ ନିର୍ମାଣ କଲେ। ବଳରାମ ଦାସ ବାଲିରେ ନିର୍ମିତ ରଥରେ ଜଗନ୍ନାଥଙ୍କୁ ଆବାହନ କରି ଭଜନ ଗାନ କରୁଥିବା ସମୟରେ ବଡ଼ଦାଣ୍ଡରେ ଟଣା ଯାଉଥିବା ପ୍ରକୃତ ନନ୍ଦିଘୋଷ ରଥ ହଠାତ୍ ଅଟକି ଗଲା। ଲକ୍ଷ ଲକ୍ଷ ଲୋକ ବହୁତ ଚେଷ୍ଟା କରି ମଧ୍ୟ ରଥକୁ ତିଳେ ମାତ୍ର ଆଗକୁ ବଢ଼ାଇ ପାରିଲେ ନାହିଁ। ରଥ ଅଟକି ଯିବାରୁ ଚାରିଆଡ଼େ ହଇଚଇ ସୃଷ୍ଟି ହେଲା। ରାଜାଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏହାର କାରଣ ଖୋଜିଲେ। ରାଜା ରାତିରେ ସ୍ୱପ୍ନ ଦେଖିଲେ ଯେ ପ୍ରଭୁ ଜଗନ୍ନାଥ ତାଙ୍କୁ କହୁଛନ୍ତି, ମୋର ପରମ ଭକ୍ତ ବଳରାମ ଦାସ ଅପମାନିତ ହୋଇ ସମୁଦ୍ର କୂଳରେ ବାଲିରଥ କରିଛନ୍ତି। ତୁରନ୍ତ ତାଙ୍କୁ ଡାକି ତାଙ୍କୁ କ୍ଷମା ମାଗ ଏବଂ ସମ୍ମାନର ସହ ମୋ ରଥ ପାଖକୁ ଆଣ। ଯେପର୍ଯ୍ୟନ୍ତ ସେ ମୋତେ କ୍ଷମା ନ କରିଛନ୍ତି ସେ ପର୍ଯ୍ୟନ୍ତ ମୁଁ ଏହି ସ୍ଥାନରୁ ଗୋଟିଏ ପାଦ ମଧ୍ୟ ଆଗକୁ ଯିବି ନାହିଁ। ରାଜା ଏହି ସ୍ୱପ୍ନଦେଶ ପାଇ ଅତ୍ୟନ୍ତ ଭୟଭୀତ ହୋଇ ପରଦିନ ସମସ୍ତ ପଣ୍ଡା ଓ ସେବକମାନଙ୍କୁ ଧରି ସିଧା ସମୁଦ୍ର କୂଳକୁ ଗଲେ। ସେମାନେ ଦେଖିଲେ ଯେ ବଳରାମ ଦାସଙ୍କ ବାଲିରଥ ପାଖରେ ସମୁଦ୍ର ଜୁଆର ଆସି ଅଟକି ଯାଇଛି ଏବଂ ତାଙ୍କ ରଥକୁ ସ୍ପର୍ଶ କରୁନାହିଁ। ଏହା ଥିଲା ତାଙ୍କ ଭକ୍ତିର ଚମତ୍କାର। ରାଜା ଓ ସେବକମାନେ ବଳରାମ ଦାସଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଲେ। ବଳରାମ ଦାସ ହୃଦୟରେ କୌଣସି କ୍ରୋଧ ନଥିଲା। କ୍ରୋଧ ନ ରଖି ସମସ୍ତଙ୍କୁ କ୍ଷମା ଦେଲେ। ତାପରେ ବଳରାମ ଦାସ ସମ୍ମାନର ସହିତ ଆସି ପ୍ରକୃତ ରଥକୁ ଦର୍ଶନ କଲେ। ସେ ରଥକୁ ସ୍ପର୍ଶ କରିବା ମାତ୍ରେ ଯାହା ଅଟକି ଯାଇଥିଲା ସେହି ରଥଟି ଅନାୟାସରେ ଆଗକୁ ଗଡ଼ିବାକୁ ଲାଗିଲା। ଏହି ଘଟଣା ପ୍ରମାଣ କଲା ଯେ ଜାତି ଧନ ବଳଠାରୁ ଭକ୍ତିର ଶକ୍ତି କେତେ ମହାନ। ପ୍ରଭୁ ଜଗନ୍ନାଥ କେବଳ ଭାବର ଠାକୁର। ଭକ୍ତି ପାଇଁ ସେ କୌଣସି ନୀଳା କରିପାରନ୍ତି, କରିବାକୁ ପ୍ରସ୍ତୁତ। ଯଦି ଏ କାହାଣୀଟି ଭଲ ଲାଗିଥିବ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏମିତି ପୌରାଣିକ କାହାଣୀ ଶୁଣିବା ପାଇଁ। ରାଧେ ରାଧେ।